देखो एसएससी तरफ तुम गोटे नुआ वैकेंसी बाहर बाहरी सारे तुम चाहब यदि आप्लाय कर तुम तो मु सब क्राइटेरिया कहीदेवी आउ सब तुम हाथ तुम आप्लाय तुम प्रोसीजर सब अच्छी तुम मैंने बुझ ओके बट तुम मु कहीदे केमी कौन आप्लाय प्रथम तुम देख एसएससी ऑफिशियल वेबसाइट को तुम कम ऑफिशियल वेबसाइट को जीव देखो यहाँ एडवर्टाइजमेंट जदि चाहिए तुम चेक कर ठीक अच्छे এটা হচ্ছে তোমার ওয়েবসাইটে যাই এই ওয়েবসাইটকে আপ্লাই করবে ঠিক আছে এটা হচ্ছে তার হচ্ছে মেন ওয়েবসাইট https://ssc.go.in এটা অফিশিয়াল ওয়েবসাইট ତମେ ସେଠିକି ଯାଇକି ଆପ୍ଲାଏ କରିପାରିବ ଯଦି ଅଦରୱାଇଜ ତମର ନ ହଉଛି ତାଙ୍କ ମାନେ ଅଫିସିଆଲରେ ତମେ ନର୍ମାଲ ଯାଇକି ଆଡଭର୍ଟାଇଜମେଣ୍ଟ ହିସାବରେ ତମେ ଯଦି ଆପ୍ଲାଏ ନହେଲେ ନାହିଁ କୌଣସି ଜନସେବା କେନ୍ଦ୍ରରେ ଆପ୍ଲାଏ କରିପାରିବ ନର୍ମାଲ ପ୍ରୋସେସ ଠିକ ଅଛି ତାପରେ ଦେଖ ଏଠି କଣ କଣ ଆଡଭର୍ଟାଇଜମେଣ୍ଟ ଅଛି ଏଟା ହଉଛି ଫେଜ 14 ଯୋଉଟା ରହୁଛି ସେଥିରେ 4 ଯୋଉ ଲେଖା ସେଟା ଫେଜ 14 ରେ ଠିକ ଅଛି ତାର ଆଡଭର୍ଟାଇଜମେଣ୍ଟ ରେ ଦେଖ ଏଠି କଣ କଣ ନୋଟିସ ଆସିଛି ତ କ୍ଲିୟରଲି ମେନସନ କରିଛି ଦେଖ ଆପ୍ଲିକେସନ ଡେଟ୍ ଏବେ ଯୋଉ ବାହାରିଛି ଏଇ ଆଡଭର୍ଟାଇଜମେଣ୍ଟ ହିସାବରେ ବାହାରିଛି ଓକେ ତ ଲାଷ୍ଟ ଡେଟ୍ ଟାଇମ ରିସିପ୍ଟ ଆପ୍ଲିକେସନ ଟା ଲେଖା ହେଇଛି ସେଟା ହଉଛି 4/5/2026 ମାନେ 4/5/2026 ତମର ଷ୍ଟାର୍ଟିଂ ଓକେ ଲାଷ୍ଟ ଡେଟ୍ ଟା ତାପରେ ତମର ପେମେଣ୍ଟ ପ୍ରୋସେସ ରହିବ 5/5/2026 ଠିକ ଅଛି ସବୁ ଅଲଗା ଅଲଗା ପ୍ରୋସେସ ରହିବ ମାନେ ତମର ଆପ୍ଲାଏ ପେମେଣ୍ଟ ତମର ଏଣ୍ଡିଂ ଡେଟ୍ ସବୁ ଅଲଗା ଅଲଗା ରହୁଛି ଠିକ ଅଛି ତାପରେ ତମର କିଛି ଭୁଲଭାଲ କରିଛ କରେକ୍ସନ ପାଇଁ ତା ମଧ୍ୟ 11/5/2026 ପର୍ଯ୍ୟନ୍ତ ରୁ ଷ୍ଟାର୍ଟ କରି 11 ରୁ 13 ପର୍ଯ୍ୟନ୍ତ ଆପ୍ଲାଏ ମାନେ ଦି ଦିନ 3 ଦିନ ତମର ଟାଇମ ଦେବେ ତମେ ତା ଭିତରେ କରେକ୍ସନ କରିଦେବ ଠିକ ଅଛି ତାପରେ ତମର ରହିବ ଡେଟ୍ସ ଅଫ କମ୍ପ୍ୟୁଟର ବେସ୍ଡ ଏକ୍ସାମ ପ୍ରଥମ ହବ ଏକ୍ସାମ ହବ କମ୍ପ୍ୟୁଟର ମାନେ ସିବିଟି ମୋଡ ରେ ଏକ୍ସାମ ତମର ଓକେ ତାପରେ ତମର କଣ ଟୋଲ ଫ୍ରି ନମ୍ବର ଯଦି କୌଣସି ଅସୁବିଧା ହଉଛି ତମର ଏଇ ଟୋଲ ଫ୍ରି ନମ୍ବର ତମେ କଲ୍ କରିକି କହିପାରିବ ଯଦି ତମର କିଛି ଫ୍ରଡ କେସ୍ ହଉଛି ତାହେଲେ ତମେ ଏଇ ଟୋଲ ଫ୍ରି ନମ୍ବରରେ କଲ୍ କରିକି ଠିକ ଅଛି ଏଇଟା ହେଲା ତମର ଫୁଲ ଡିଟେଲ୍ସ ର କେମିତି କଣ କରିବ ତାପରେ ଦେଖ ଟୋଟାଲ ଡିଟେଲ୍ସ ବି ତମକୁ କହିଦେଲା ପରେ ତମର ଏଲିଜିବିଲିଟି କ୍ରାଇଟେରିଆ କେମିତି କଣ ପ୍ରୋସେସ ସବୁ ତମକୁ କହିଦେବି ତାପରେ ତମେ ଯଦି ଚାହିଁବ ଆପ୍ଲାଏ କରିପାରିବ ଯଦି ତମ ଖୁସି ତମେ ଆପ୍ଲାଏ କରିପାରିବ ଠିକ ଅଛି ଦେଖ ଲେଖା ହେଇଛି କ୍ୟାଟାଗୋରୀ ଦେଖ ଲେଖା ହେଇଛି ତମର VH ଗୋଟେ HH ଗୋଟେ OH ଗୋଟେ କରିପାରିବ ଠିକ ଅଛି ତାପରେ ଦେଖ ତମ ନ୍ୟାସନାଲିଟି ଦେଖ ମାଗିଛି ଜଣେ ଇଣ୍ଡିଆନ ହେଇଥିବା ଦରକାର ନହେଲେ ନାହିଁ ନେପୋଲିୟନ ନେପାଳ ତମେ ଚଳିବ ଠିକ ଅଛି ରହିଛି ଅଲଗା କଣ୍ଟ୍ରି ସେତିକିରେ ସେ କହିଛି ତାପରେ ଏଜ ଲିମିଟ ତମମାନଙ୍କର ଏଜ ଲିମିଟ ସେ କହିଛି ଫର ଦ 18 ରୁ 25 ମାନେ ତମର ଯୋଉ VH ମାଗିଛି ସେଟା ହଉଛି କଣ 18 ରୁ 25 ବର୍ଷ ପର୍ଯ୍ୟନ୍ତ ମାଗିଛି ତମର କୋଉ ମାନଙ୍କର କୋର୍ସ ମାନେ 2/1/2000 ମାନେ 1 ରୁ ଆରମ୍ଭ କରିକି 1/1/8 ପର୍ଯ୍ୟନ୍ତ ସେ କହିଛି 18 ରୁ 25 ହେଇଥିବା ଦରକାର ତାପରେ ତମର ଦେଖ 5 ପ୍ରକାର ପୋଷ୍ଟ ପାଇଁ 4 ପ୍ରକାର ପୋଷ୍ଟ ପାଇଁ 4 ପ୍ରକାର ଏଜ ଓକେ ଗୋଟେ 18 ରୁ 25 ଗୋଟେ 18 ରୁ 27 ଗୋଟେ 18 ରୁ 28 ଗୋଟେ 18 ରୁ 30 ଠିକ ଅଛି ତାପରେ ତମମାନଙ୍କର କଣ ଆସୁଛି ତାପରେ ତମମାନଙ୍କର ଏଠି ଦେଖ ମୁଁ 4 ପ୍ରକାର କହିଥିଲି 4 ପ୍ରକାର ପରେ ଆହୁରି କିଛି 8 ପ୍ରକାର ମିନିମମ ତମର ଏଠି ଦେଖ ଲେଖା ହେଇଛି 1 2 3 4 5 6 7 7 4 କେତେ 11 ତ ଏଟା ହେଲା ତମମାନଙ୍କର ଫୁଲ ନୋଟିସ ମାନେ ଏଥିରେ ତମମାନଙ୍କର ମିନିମମ ରିଲାକ୍ସେସନ ମିଳୁଛି ପ୍ଲସ 11 ପ୍ରକାର ଚାକିରି ତୁମମାନେ ପାଇବ ଠିକ ଅଛି 11 ପ୍ରକାର ଚାକିରି ଗୋଟେ ନୁହଁ ଚାକିରି SC ST OBC PWD ଆଉ ଯୋଉମାନେ ରହିଲେ ଏକ୍ସ ସର୍ଭିସମ୍ୟାନ ଓକେ ସେମାନଙ୍କ ରିଲାକ୍ସେସନ ହଉଛି ଦେଖ SC 5 ବର୍ଷ OBC 3 ବର୍ଷ PWD 10 ବର୍ଷ PWD OBC ରହୁଛି 13 ବର୍ଷ PWD SC ST ଯୋଉମାନେ ଅଛନ୍ତି ସେମାନେ 15 ବର୍ଷ ଆଉ ଏକ୍ସ ସର୍ଭିସମ୍ୟାନଙ୍କର 3 ବର୍ଷ ଓକେ ଆଉ ଯୋଉମାନେ ଡିଫେନ୍ସ ରେ ପର୍ସନାଲ ଡିଜାବିଲିଟି ସେ ଡିଫେନ୍ସ ରେ ତମମାନେ ଯେତେବେଳେ ଜବ କରୁଥିବ ସେତେବେଳେ ତମମାନଙ୍କ କୌଣସି ଇଞ୍ଜୁରି ହେଇଥାଏ ତଥାପି ତମମାନେ କେତେ ବର୍ଷ ପାଇବ 3 ବର୍ଷ ରିଲାକ୍ସେସନ ଯଦି ଅଦରୱାଇଜ ଅଲଗା କିଛି SC ST ପିଲାମାନେ ଅଛନ୍ତି ତା ଭିତରେ 8 ବର୍ଷ ରିଲାକ୍ସେସନ ଠିକ ଅଛି ତାପରେ ତମମାନଙ୍କର ଏଠି ସମସ୍ତଙ୍କର ରିଲାକ୍ସେସନ ଅଛି କେତେ 40 ବର୍ଷ 40 45 ବର୍ଷ ଠିକ ଅଛି এটা ତମର ରହିଲା ଡିଟେଲ୍ସ ଏଜ ର ଏଜ ପରେ ତମର ଆସିବ କଣ एजुकेशन क्वालिफिकेशन तो कोई नहीं देखो प्रथम तुम मन रख SSC गोटे तमर
କ୍ଲିୟର କରିବା ପାଇଁ ବହୁତ ଟିକେ ଟାଇମ୍ ଲାଗିବ ଆଉ ତାପରେ ବହୁତ ଏଟା ରେୟାର ଜିନିଷ। ତାପରେ ଦେଖ ତମମାନଙ୍କର ସେ କହିଛି ତମେ ଯେତେବେଳେ ଆପ୍ଲାଏ କରିବ ଆପ୍ଲିକେସନ କେତେ ନବ ଆପ୍ଲିକେସନ କେତେ କହିଲେ 100 ଟଙ୍କା ନବ ଠିକ ଅଛି ସମସ୍ତଙ୍କର ଓକେ ସମସ୍ତଙ୍କର 100 ଟଙ୍କା ରହିଛି ତମମାନଙ୍କ ଅନଲାଇନ ମାନେ କରିବ ଯଦି ତମମାନେ କୋଉଠି କାଉଣ୍ଟରରେ ଜନସେବା କେନ୍ଦ୍ର ସେଠି ତମମାନଙ୍କୁ କଣ କ୍ୟାସ୍ ଦେଲେ ବି ଚଳିବ ବଟ୍ ଏଟା ତମମାନଙ୍କୁ କଣ ତାପରେ ଦେଖ ଲେଖା ହେଇଛି କମିଶନ ୟୁନିଫର୍ମ ଚାର୍ଜ ହଉଛି 200 ଟଙ୍କା 200 ଟଙ୍କା ହଉଛି ୟୁନିଫର୍ମ ଚାର୍ଜ ଆଉ 500 ଟଙ୍କା ହଉଛି 500 ଦଉଛି ତମ ଫାର୍ଷ୍ଟ ଟାଇମ୍ ପ୍ରଥମ ଥର 500 ଟଙ୍କା ଯେତେବେଳେ ଜଏନ୍ ଠିକ ଅଛି ଏଟା ହେଲେ ତମମାନଙ୍କର ପୋଷ୍ଟ ହିସାବର ସେଣ୍ଟ୍ରାଲରେ କୋଉ କୋଉ ପୋଷ୍ଟ ଅଛି ସେ ସେଇଟା ପୋଷ୍ଟ ହିସାବରେ ତମମାନଙ୍କର ସେଣ୍ଟ୍ରାଲ ସିଆର ପୋଷ୍ଟ ବିହାର ଉତ୍ତରପ୍ରଦେଶର ତାପରେ ଇଷ୍ଟର୍ଣ୍ଣ ଅଛି ଇଆର ହଉଛି ଆଣ୍ଡାମାନ ନିକୋବର ଅଛି ଆଇଲ୍ୟାଣ୍ଡ ବହୁତ ଗୁଡାଏ ପୋଷ୍ଟ ଅଛି ବହୁତ ଗୁଡାଏ ପୋଷ୍ଟ ଅଛି ସେଇ ହିସାବରେ ତମମାନେ ଆପ୍ଲାଏ କରିବ ବଟ୍ ତମମାନଙ୍କର ଏକ୍ସାମ କେମିତି କଣ ହବ ଏକ୍ସାମ ର ତମ ଡିଟେଲ୍ସ କଣ ଅଛି ମୁଁ ତମକୁ କହୁଛି ଦେଖ ଏକ୍ସାମ କୁ ତମର ପ୍ୟାଟର୍ନ ହିସାବରେ ପଡିବ ପ୍ୟାଟର୍ନ ରେ ତମମାନଙ୍କୁ ଜେନେରାଲ 25ଟା କ୍ୱେଶ୍ଚନ ପଡିବ 50 ମାର୍କର ଜେନେରାଲ ଆୱାରନେସ ହଉଛି 25ଟା କ୍ୱେଶ୍ଚନ 50 ମାର୍କ ଜେନେରାଲ ଆପ୍ଟିଚ୍ୟୁଡ ହଉଛି 25ଟା କ୍ୱେଶ୍ଚନ 50 ମାର୍କ ଇଂଲିଶ ଲାଙ୍ଗୁଏଜ ହଉଛି 25ଟା କ୍ୱେଶ୍ଚନ 50 ଟୋଟାଲ ହଉଛି ତମମାନଙ୍କର 60 ମିନିଟ୍ ଓକେ ତାପରେ ତମର 60 ମିନିଟ୍ ହିସାବରେ ତମମାନଙ୍କର ଏକ୍ସାମ ହବ ସେଇ ହିସାବରେ ତମର ମାନେ ଗୋଟେ ଘଣ୍ଟା ବୁଝିପାରିଲ ଗୋଟେ ଘଣ୍ଟାରେ ଏକ୍ସାମ ମିନିମମ୍ ତମମାନଙ୍କୁ 200 ମାର୍କର ପରୀକ୍ଷା ହବ 200 ମିନିମମ୍ ତମେ ଯଦି 100 ରଖୁଛ କ୍ୱାଲିଫାଇ 125 ରଖୁଛ ଠିକ ଅଛି ତାପରେ ତମମାନଙ୍କର ଆସୁଛି କଣ ନେକ୍ସଟ ହଉଛି ତମମାନଙ୍କର ଭାବୁଛ କେମିତି କଣ ଏକ୍ସାମ ର କ୍ୱେଶ୍ଚନ ଗୁଡାକ ଏକ୍ସାମ କ୍ୱେଶ୍ଚନ ସିବିଟି ମୋଡ ଏକ୍ସାମ ହବ ତାପରେ ହଉଛି ଏଟା କୌଣସି ହାର୍ଡ କ୍ୱେଶ୍ଚନ ପଡିବନି ଏଟା ପଡିବ ମେଟ୍ରିକ ଲେବୁଲ ର କ୍ୱେଶ୍ଚନ ପଡିବ ଓକେ ଜେନେରାଲ ନଲେଜ ଜେନେରାଲ ଆୱାରନେସ ଓ ମେଟ୍ରିକ ଲେବୁଲ ର କ୍ୱେଶ୍ଚନ ଅଦରୱାଇଜ କିଛି ସେମିତି କିଛି ହାଇ ଲେବୁଲ ର ପଡିବ ନାହିଁ ଓକେ ଯୋଉମାନେ ବି ତମମାନେ ପ୍ଲସ ଟୁ କରୁଛ ସେମାନେ ବି ଆପ୍ଲାଏ କରିପାରିବ ସେମାନଙ୍କୁ ପ୍ଲସ ଟୁ ହାଇ ଲେବୁଲ ର କ୍ୱେଶ୍ଚନ ପଡିବ ଯୋଉମାନେ ଯୋଉ ହିସାବରେ ଆପ୍ଲାଏ କରୁଛନ୍ତି ତମେ 10ମ ଲେବୁଲ ର ଆପ୍ଲାଏ କରୁଛ 10ମ କ୍ୱେଶ୍ଚନ ଆସିବ ଯଦି ତମମାନେ ପ୍ଲସ ଟୁ ଲେବୁଲ ର ଆପ୍ଲାଏ କରୁଛ ପ୍ଲସ ଟୁ ଲେବୁଲ ର କ୍ୱେଶ୍ଚନ ଆସିବ ଠିକ ଅଛି ତାପରେ ତମମାନଙ୍କର ଆସିଲା କଣ ରହିଲା ଟୋଟାଲ ଟା କଣ ଫୁଲ ଡିଟେଲ୍ସ ମାନେ ପୁରା ଟୋଟାଲ ଏସଏସସି ର ଅଫିସିଆଲ ମୁଁ ଡାଉନଲୋଡ କରି ଦେଖାଉଛି ତମକୁ ଦେଖ ତମର ଆଇଡି ପ୍ରୁଫ ପାଇଁ ତମର ନବ ଆଧାର କାର୍ଡ ନେଇପାରିବ ଯଦି ଆଧାର ନାହିଁ ଭୋଟର କାର୍ଡ ନେଇପାରିବ ତାକୁ ଯଦି ନାହିଁ ରିଲେସନ ପାନ୍ କାର୍ଡ ନେଇପାରିବ ସେଟା ସବୁ କିଛି ନାହିଁ ପାସପୋର୍ଟ ଆଇଡି ବଗେରା ବଗେରା କିଛି ଅଛି ତାହେଲେ ତମେ ସେଟା ନେଇକି ଯାଇପାରିବ କାହିଁକିନା ଡକୁମେଣ୍ଟ ଭେରିଫିକେସନ ହବ ଏଇଠି ଡକୁମେଣ୍ଟ ଭେରିଫିକେସନ ପରେ ତମର କଣ ପ୍ରୋବ୍ଲେମ କ୍ଲିୟର ହବ ଡକୁମେଣ୍ଟ ଭେରିଫିକେସନ ଗୋଟେ ବଡ ମାନେ ସିନା ପଳେଇଯିବ ଡକୁମେଣ୍ଟ ଭେରିଫିକେସନ ହଉଛନ୍ତି କିଛି ଏଟା ତମମାନଙ୍କର ବଡ ପ୍ରୋବ୍ଲେମ ତାପରେ ଏକ୍ସାମ ରିଟର୍ନ ପରେ ତମମାନଙ୍କର କ୍ୱାଲିଫାଇଂ ମାର୍କ ଦେଖିବେ କେତେ କଣ ମାର୍କ ଅଛି ଦେଖ କ୍ୱାଲିଫାଇଂ ମାର୍କ ତମମାନଙ୍କ କାହାର କଣ କେତେ ଦେଖ ୟୁଆର ଯୋଉମାନେ ରହିଲେ ସେମାନେ 30% ଅଛି ତମମାନେ ପାସ୍ ମନେ ରଖିଥାଅ ଆଉ ଓବିସି ଇଡବ୍ଲ୍ୟୁଏସ୍ 25% ପାସ୍ ଓକେ ଅଦରୱାଇଜ ଅଦର କ୍ୟାଟାଗୋରୀ ଯୋଉମାନେ ରହିଲେ 20% ତମମାନେ ପାସ୍ ଗ୍ୟାରେଣ୍ଟି ପାସ୍ ହେଲା ସେଇ ହିସାବରେ ତମମାନେ ପଢାପଢି ବହୁତ କମ ରହୁଛି ପରସେଣ୍ଟେଜ ହିସାବରେ ମାର୍କ ସେଇ ହିସାବରେ ତମମାନେ ଆପ୍ଲାଏ କରିବ ଠିକ ଅଛି ଏଟା ତମମାନଙ୍କର ପ୍ରୋସେସ ଫୁଲ କାମ ଡିଟେଲ୍ସ ନେଇ ଆଡଭର୍ଟାଇଜମେଣ୍ଟ ଆମେ ତମକୁ ଟେଲିଗ୍ରାମ ନୋଟିସ ଛାଡ଼ିଦେବେ ଟେଲିଗ୍ରାମ ଯଦି ତମେ ଜଏନ ହେଇନ ହେଇଯିବ ଟେଲିଗ୍ରାମ ତମକୁ ଅପଡେଟ ସବୁ ଦେବେ ଠିକ ଅଛି ଏଟା ହେଲା ଫୁଲ ଡିଟେଲ୍ସ ତାପରେ ଆଉ କିଛି ନାହିଁ ଚାହିଁବ ଯଦି ତମମାନେ ଆପ୍ଲାଏ କରିକି ନେଇପାରିବ ଏ ପୋଷ୍ଟ ଗୁଡା ଠିକ ଅଛି ଯୋଉମାନେ ଟେଲିଗ୍ରାମରେ ଜଏନ ହେଇଯିବ ସେଇ ରେସିପିର ତମମାନଙ୍କୁ ପଠେଇଦେବି ଅଫିସିଆଲ ସବୁ ଅପଡେଟ ଗୁଡା ପଠେଇଦେବି